ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ବନ୍ଦର ଭିତ୍ତିକ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ମହୋତ୍ସବର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି 16,554 କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତୀକରଣ କରାଯିବ। ଏଭଳି ମହୋତ୍ସବ ଆଞ୍ଚଳିକ ଅର୍ଥନୀତିକୁ ଗତିଶୀଳ କରିବା ସହ ବ୍ୟାପକ ସୁଯୋଗ ସୃଷ୍ଟି କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳପୁର ଶିଳ୍ପ ପାର୍କ ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ 14ଟି ନିବେଶକୁ ସଫଳତାର ସହିତ ଅନ୍ତର୍ଭୁକ୍ତ କରିଛି, ଯାହାର ସମୁଦାୟ ନିବେଶର ପରିମାଣ 40,000 କୋଟିରୁ ଅଧିକ ଏବଂ 18,000ରୁ ଅଧିକ ଲୋକଙ୍କର ପାଇଁ ରୋଜଗାର ଅର୍ଥାତ୍ ଏମ୍ପ୍ଲୟି ବା ଜବ୍ ଆମ ପିଲାଙ୍କୁ ନିଯୁକ୍ତି ସୃଷ୍ଟି କରିବାର ଏକ ସୁନିଶ୍ଚିତ ସମ୍ଭାବନା ଆଜି କରାଯାଇ ପାରିଛି। ଉଦ୍ୟୋଗ ମାନଙ୍କର ପାଇଁ ଉପଯୁକ୍ତ ପରିବେଶକୁ ଉପଲବ୍ଧ ଥିବାରୁ ଗୋପାଳପୁର ଶିଳ୍ପ ପାର୍କ ଦେଶର ବୃହତ୍ତମ ଇଣ୍ଡଷ୍ଟ୍ରିଆଲ ପାର୍କ ମାନଙ୍କ ମଧ୍ୟରେ ସ୍ଥାନ ପାଇବା ପାଇଁ ଯାଉଛି। ଏହି ଅବସରରେ 492 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶ୍ରୀ ମାଝୀ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉପେନ୍ଦ୍ର ଭଞ୍ଜ ଚେୟାର ପୁନଃସ୍ଥାପନ ନେଇ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଗତକାଲିଠାରୁ ତିନିଦିନିଆ ମୟୂରଭଞ୍ଜ ଉତ୍ସବ ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ଏଭଳି ମହୋତ୍ସବ ରାଜ୍ୟର ଆତ୍ମା, ଶକ୍ତି ଏବଂ ଚେତନାକୁ ପ୍ରତିଫଳିତ କରିଥାଏ। ମହୋତ୍ସବ ବିବିଧତା ମଧ୍ୟରେ ଏକତା, ପରମ୍ପରାରେ ଶକ୍ତି ଏବଂ ଐତିହ୍ୟର ନିରନ୍ତରତାର ସମାରୋହ ଭାବେ ପ୍ରତିଫଳନ କରୁଛି ବୋଲି ସେ ବର୍ଣ୍ଣନା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଗତକାଲି ଧାନ ବିକ୍ରି ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାରୁ 13,30,000 କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ କ୍ରୟ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ 2,71,893 କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ରହୁନଥିବାରୁ ଏହାକୁ କଟକଣାମୁକ୍ତ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ବିଭାଗୀୟ ସଚିବ ଅଶ୍ୱସ୍ଥି ଏସ୍ ଏ ସଂକ୍ରାନ୍ତରେ ସିଟି, ଜିଏସ୍ଟି କମିଶନର ଏବଂ ଅର୍ଥ ବିଭାଗକୁ ପତ୍ର ଲେଖିଛନ୍ତି। ତେବେ ରାଜ୍ୟରେ ଗୁଟ୍ଖା, ତମାଖୁ ଏବଂ ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାର ସେବନ ପଦାର୍ଥର ଉତ୍ପାଦନ, ସଂରକ୍ଷଣ, ବିକ୍ରି ଏବଂ ପରିବହନ ଉପରେ କଟକଣା ବଳବତ୍ତର ରହିଛି ବୋଲି ସେ କହିଛନ୍ତି। ଗତ 21 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିଲା। କନ୍ଧମାଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲା ପୁଲିସ୍, ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ଙ୍କ ସହ ମାଓ କାର୍ଯ୍ୟକଳାପ ପ୍ରତିହତ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଶ୍ରୀ ଖୁରାନିଆ ଆଲୋଚନା କରିଛନ୍ତି। ଆତ୍ମସମର୍ପଣ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ଖୁରାନିଆ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର 15ଟି ଜିଲ୍ଲାରେ କୁଷ୍ଠରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ବିଭାଗୀୟ ସଚିବ ତଥା କମିଶନର ଅଶ୍ୱସ୍ତି ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅସ୍ତ୍ରୋପଚାର ମାଧ୍ୟମରେ 6,978 କୁଷ୍ଠଜନିତ ବିକଳାଙ୍ଗ ରୋଗୀଙ୍କୁ ପୁନଃକ୍ଷମ କରାଯାଇଥିବା ଜଣାପଡ଼ିଛି। କୁଷ୍ଠରୋଗ ନିରାକରଣ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା 3 ଜଣ ଡାକ୍ତର ଏବଂ 5 ଜଣ ଆଶାକର୍ମୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। କନ୍ଧମାଳ ଜିଲ୍ଲାରେ 11ଟି ବ୍ଲକର 29ଟି ମାଣ୍ଡିଆ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରାଯାଉଛି। ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ 4,866 ଟଙ୍କା ଧାର୍ଯ୍ୟ କରାଯାଇଛି। ଭବିଷ୍ୟତରେ ଜିଲ୍ଲାରେ ମାଣ୍ଡିଆ ଚାଷକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରଶାସନ କହିଛି। ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଠାରେ ଆଜିଠାରୁ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ହେଉଛି। ଆଜି ସନ୍ଧ୍ୟା 5ଟାରେ ଝାଡ଼ଦୀପ ପ୍ରଜ୍ୱଳିତ ହେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ଭାଗ ନେବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମ୍ଠାରେ ଭିବି ଜିରାମଜି ଆଇନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସାଂସଦ ସଙ୍ଗୀତା ସିଂଦେଓ ପ୍ରମୁଖ କର୍ମଶାଳାରେ ଯୋଗଦେଇ ଆଇନର ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଜାତୀୟ ମଡେଲ ଯୁବ ଗ୍ରାମସଭା ସମାରୋହରେ ନବରଙ୍ଗପୁର ଜିଲ୍ଲାର ହିରଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କେନ୍ଦ୍ରମନ୍ତ୍ରୀ ଏସ୍ପି ସିଂ ବାଘେଲ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଅସ୍ମିତା ଜାତୀୟ ରଗ୍ବି ଲିଗ୍ ଆରମ୍ଭ ହେଉଛି। ଏହି 2 ଦିବସୀୟ ପ୍ରତିଯୋଗିତାରେ ଓଡ଼ିଶା ସମେତ 24ଟି ଦଳର 336ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଅଧୀନରେ ଖେଲୋ ଇଣ୍ଡିଆରେ ମହିଳାଙ୍କ ପାଇଁ ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।